I am Damayanti. Welcome to my YouTube channel. ମୁଁ PG ସିଲାବସ୍ ୱାଇଜ୍ ଆଲୋଚନା କରୁଥିଲି। ତ ମୁଁ ଲୋକଗୀତର ପ୍ରକାରଭେଦ ଆଲୋଚନା କରିସାରିଛି। ଏବେ ମୁଁ ଆଲୋଚନା କରିବି ଲୋକଗୀତର ସ୍ୱରୂପ। ପ୍ରଥମେ ଆମେ ଲୋକଗୀତ ବିଷୟରେ କିଛି ଜାଣିବା, ତାପରେ ଲୋକଗୀତର ସ୍ୱରୂପ ଦେଖିବା। ଲୋକ ଶବ୍ଦ ବିଶେଷ ବ୍ୟାପକ। ଲୋକ ଶବ୍ଦଟା କ'ଣ ନା ବିଶେଷ ବ୍ୟାପକ। ଏହାର ଅର୍ଥ ସର୍ବସାଧାରଣ ଜନତା। ଆମର ଲୋକ ଶବ୍ଦର ଅର୍ଥ କ'ଣ? ସର୍ବସାଧାରଣ ଜନତା। କନ୍ଧ, କଲ୍ହ, ପରଜା, ଭୂୟାଁ, ଗଣ୍ଡ, କଦବା ପ୍ରଭୃତି ଆଦିବାସୀମାନଙ୍କଠାରୁ ଆରମ୍ଭ କରି ପଲ୍ଲୀ ଓ ନଗରର ଅଶିକ୍ଷିତ ଅର୍ଦ୍ଧଶିକ୍ଷିତ ଜନତା ପର୍ଯ୍ୟନ୍ତ ସମସ୍ତେ ଏହାର ଅନ୍ତର୍ଗତ। ଆମର ଲୋକରେ କେଉଁମାନେ ଯିବେ ନା କନ୍ଧ, କଲ୍ହ, ପରଜା, ଭୂୟାଁ, ଗଣ୍ଡ, କଦବା ପ୍ରଭୃତି ଆଦିବାସୀଠାରୁ ଆରମ୍ଭ କରି ପଲ୍ଲୀ ଓ ନଗରର ଅଶିକ୍ଷିତ, ଯେତେ ସବୁ ଗ୍ରାମରେ ଶିକ୍ଷିତ ଅଶିକ୍ଷିତ ସମସ୍ତେ ଏଥିରେ ଯିବେ। ଏହା ବୈଦିକ ଶାସ୍ତ୍ର ବହିର୍ଭୂତ ସ୍ୱତନ୍ତ୍ର ଭାବରେ ବିକଶିତ ଅନ୍ୟ ଏକ ସଂସ୍କୃତି। ବୈଦିକ ସଂସ୍କୃତି ଲୋକ ସଂସ୍କୃତିର ଉପର ସ୍ତର। ଏହା ଅଳ୍ପ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ। ଲୋକ ସଂସ୍କୃତି ବ୍ୟାପକ, ବହୁଜନ ହିତାୟ, ଅଭିପ୍ରେତ। ଏହି ଦୁଇ ସଂସ୍କୃତି ମଧ୍ୟରୁ ଗୋଟିଏ ଧାରା ବିଦ୍ୟାବନ୍ତଙ୍କ ସମାଜରେ, ଅନ୍ୟଟି ସାଧାରଣ ଲୋକ ସମାଜରେ ପ୍ରବାହିତ। ଲୋକର ପ୍ରଭାବ ଅପରିସୀମ। ଶାସ୍ତ୍ରର କୌଣସି ଦେବତା ବା ଧର୍ମଧାରା ଲୋକରେ ପ୍ରତିଷ୍ଠା ନ ପାଇଲେ ଆପେ ଆପେ ଲୋପ ପାଇଯାଏ। ଲୋକ ସଂସ୍କୃତି ନିତ୍ୟ ଜୀବନର ସଂସ୍କୃତି। ଲୋକ ସଂସ୍କୃତି କ'ଣ ନା ନିତ୍ୟ ଜୀବନର ସଂସ୍କୃତି। ଲୋକରେ ପ୍ରତିଷ୍ଠା ଏକ ସ୍ଥାୟୀ ପ୍ରତିଷ୍ଠା। ତେଣୁ ଗୀତାରେ କୁହାଯାଇଛି ଅତସ୍ମି ଲୋକେ ବେଦିଚ ପଥିତଃ ପୁରୁଷୋତ୍ତମ। ପ୍ରକୃତ ପୁରୁଷୋତ୍ତମ କ୍ଷେତ୍ର ରୂପୀ ଶବର ତଥା ଅଗଣିତ ଅସଂସ୍କୃତ ଆର୍ଯ୍ୟମାନରେ ସ୍ଥାନ ପାଇଥିବା ପୂର୍ବରୁ ଭଗବାନ ସ୍ୱର୍ଗବାସୀ ହୋଇଥାନ୍ତି ଅଥବା ଶାସ୍ତ୍ରର ଯୋଡ଼ ପୃଷ୍ଠାରେ ଅଧିଷ୍ଠାନ କରିଥାନ୍ତି। ଏଠାରେ ଲୋକ ସଂସ୍କୃତିକୁ ପ୍ରଥମ ସ୍ଥାନ ଦିଆଯାଇଛି। ହିନ୍ଦୀରେ ସେହିପରି ଅଛି ସହଜୀବନ ସତ୍ସଙ୍ଗ ପ୍ରଭାବ ଲୋକକୁ ବେଦ ନ ଯାଉ ନ ଆନ ଉପାୟ। ଭାରତୀୟ ସଂସ୍କୃତି ବୈଦିକ ସଂସ୍କୃତି ଓ ଲୋକ ସଂସ୍କୃତିର ସମ୍ମିଳିତ ରୂପ। ଲୋକକଳା, ଲୋକଶିଳ୍ପ, ଲୋକସାହିତ୍ୟ ପ୍ରଭୃତି ଜନତାର ସମସ୍ତ କୃତିକୁ ଘେନି ଲୋକ ସଂସ୍କୃତି ଗଠିତ। ଯେଉଁ ସାହିତ୍ୟକୁ ମହାବିଦ୍ୱାନଙ୍କଠାରୁ ଗଣ୍ଡ ମୂର୍ଖ ପର୍ଯ୍ୟନ୍ତ ସମସ୍ତେ ବୁଝିପାରନ୍ତି, ତାହାକୁ ଲୋକ ସାହିତ୍ୟ କୁହାଯାଏ। ଲୋକ ସାହିତ୍ୟ ଆମେ କାହାକୁ କହିବା ନା ଯେଉଁ ସାହିତ୍ୟଟିକୁ ଆମର ମହାନ ବିଦ୍ୱାନ ମାନେ ଯିଏ ପଣ୍ଡିତ ସିଏ ବି ବୁଝିପାରୁଥିବ, ଆଉ ଗଣ୍ଡ ମୂର୍ଖ ଯିଏକି କିଛି ପାଠ ପଢ଼ିନି ସିଏ ବି ବୁଝିପାରୁଥିବ, ତାହାକୁ ହିଁ ଆମେ କହିବା ଲୋକ ସାହିତ୍ୟ। ତ ବର୍ତ୍ତମାନ ଦେଖିବା ଲୋକଗୀତର ସ୍ୱରୂପ। ଲୋକଗୀତ ଅଗଣିତ ଜନହୃଦୟର ସ୍ମାରକ। କଣ୍ଠରୁ କଣ୍ଠକୁ ଏହା ଆସେ। ହେଲା, ଲୋକମାନଙ୍କର କଣ୍ଠରୁ କଣ୍ଠକୁ ଏହା ଆସିଥାଏ। ଜଣେ କିଛି ଗୋଟେ ଗୀତ ଗାଇଦେଲେ ଆଉ ଜଣେ ଶୁଣିକି ସେ ଗାଇଥାଏ। ପ୍ରତି ଯୁଗରେ ଏହା ପରିବର୍ତ୍ତିତ ହୁଏ। ଏହା ଲୋକବେଦ ଶ୍ରୁତିକୁ ଏହାର ଗତି ହେଲା ଶୁଣି ଶୁଣି ଏହା ମନେ ରଖିଥାନ୍ତି।
ଏକ ଯୁଗର ନରନାରୀ ପୂର୍ବଜ ଓ ପୂର୍ବମାନଙ୍କ ଦ୍ୱାରା ଏଥିରେ ଶିକ୍ଷିତ ଦୀକ୍ଷିତ ହୁଅନ୍ତି। ଏହି ଧାରା ଅବିଚ୍ଛିନ୍ନ ପୁରାତନ ଗୀତ ସହିତ ପ୍ରତି ଯୁଗରେ କେତେକ ନୂତନ ଗୀତ ସୃଷ୍ଟି ହେଉଥିବାରୁ ଏହା ଅଗଣିତ ସଂଖ୍ୟାରେ ଆମ ନିକଟରେ ପହଞ୍ଚିଛି। ଏକ ଅଞ୍ଚଳରେ ସୃଷ୍ଟି ହୋଇ ଗୋଟିଏ ଗୋଟିଏ ଗୀତ କ୍ରମେ ଲୋକମୁଖରେ ସାରା ଦେଶରେ ବ୍ୟାପ୍ତ ହୋଇଛି ଏବଂ ସ୍ଥାନ କାଳ ଓ ଗାୟକର ଇଚ୍ଛା ଅନୁସାରେ ପରିବର୍ତ୍ତିତ ହୋଇ ଏହା ଭିନ୍ନ ରୂପ ଧାରଣ କରିଛି। କାରଣ ଗୋଟେ ସ୍ଥାନରେ ଯିଏ ଜଣେ ଗୀତ ଗାଉଛି ସିଏ ଯେମିତି ତାର ତାଳ ଲୟ ଦେଇକି ଗାଉଛି, ଆଉ ଜଣେ ଗାୟକ ଅଲଗା କରିକି ଗାଇବ, ତ ସ୍ଥାନ ଭେଦରେ ଏହା ପରିବର୍ତ୍ତନ ହେଉଛି। ସ୍ଥାନ କାଳ ଅନୁସାରେ ଆମର ଲୋକଗୀତ ପରିବର୍ତ୍ତିତ। ସେଥିଲାଗି ଭିନ୍ନ ଭିନ୍ନ ଅଞ୍ଚଳରେ ଏକ ଗୀତର ବହୁ ରୂପାନ୍ତର ଦେଖିବାକୁ ମିଳେ। ଧର ଗୋଟେ ଗୀତକୁ ଆମ ଅଞ୍ଚଳରେ ଯେମିତି ସୁରରେ ଗାଉଛନ୍ତି, ଓଡ଼ିଶାରେ ଯେମିତି ଗାଯାଉଛି, ହୁଏତ ଝାଡ଼ଖଣ୍ଡରେ ଅନ୍ୟ ପ୍ରକାରର ଗାଯାଉଥିବ, ସେହିପରି ସ୍ଥାନ ଅନୁସାରେ ଅଲଗା ଅଲଗା ଗାଯାଏ। ଲୋକଗୀତ ଅବସର ବିନୋଦନ ଲାଗି ଉଦ୍ଦିଷ୍ଟ ନୁହେଁ, ଏହା କର୍ମର ସାଥୀ। ହଳିଆ ହଳ କରେ, ଶଗଡ଼ିଆ ଶଗଡ଼ ଚଳାଏ, ନାଉରିଆ ନାଆ ବୁହାଏ, ମୂଲିଆ ଧାନ କାଟେ, ଧାନ ଅମଳ କରେ, ତା ସଙ୍ଗେ ସଙ୍ଗେ ଗୀତ ବୋଲିଥାଏ। ସେ ଯେହେତୁ ଏତେ ସବୁ କାମ କଲା ସମୟରେ ତାର ଶ୍ରମ ବା ଯେଉଁ କଷ୍ଟର ଲାଘବ ପାଇଁ ସେ ବିଭିନ୍ନ ପ୍ରକାରର ଗୀତ ଗାଇଥାଏ। କର୍ମରୁ ବିଚ୍ଛିନ୍ନ ହେଲେ ଗୀତ ପଇଟେ ନାହିଁ ହେଲା। ଯେତେବେଳେ କାମ ସରିଯାଏ ସେତେବେଳେ ଗୀତ ଗାଇ ନଥାଏ, କାମ ସମୟରେ ସେ ଗୀତ ଗାଇଥାଏ। ଶ୍ରମର ଲାଘବ ଓ କ୍ଳାନ୍ତିର ଅପନୋଦନ ଲାଗି ସେ ବେଳେ ବେଳେ ଗୀତ ଗାଇଲେ ବି ଶ୍ରମ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତାର ଗୀତ ବୋଲା ଏକ ସ୍ୱାଭାବିକ ରୀତି। ନିର୍ଭୟର ଇ.ପି. ସମ୍ପାଦକ ପଲ୍ଲୀଗୀତି ସୃଷ୍ଟିର ହେତୁ ଦର୍ଶାଇ ଲେଖିଛନ୍ତି। ପଲ୍ଲୀରେ ପାଠାଗାର ନାହିଁ, ସମ୍ବାଦପତ୍ର ନାହିଁ, ରେଡ଼ିଓ ବା ଟେଲିଭିଜନ ନାହିଁ। ସଭ୍ୟତାର ସମସ୍ତ ସୁଯୋଗରୁ ବଞ୍ଚିତ ହୋଇ ନିରସ ଜୀବନକୁ ସରସ କରିବା ଲାଗି ଗାଉଁଲିମାନେ ଗୀତ ଗାଆନ୍ତି। ଏହି ମଧ୍ୟ ସମୀଚୀନ ବୋଧହୁଏ ନାହିଁ। ଗାଉଁଲି ଲୋକ ସଭ୍ୟତାର ସୁଯୋଗରୁ ବଞ୍ଚି ହେଲେ ହିଁ ଅଭ୍ୟାସର ଅନୁଭବ ସେମାନଙ୍କର ନାହିଁ। ଉକ୍ତ ସମ୍ବାଦପତ୍ର, ରେଡ଼ିଓ ପ୍ରଭୃତି ନିତାନ୍ତ ଆଧୁନିକ। ପଲ୍ଲୀ ଗୀତ ଅତି ପ୍ରାଚୀନ, ନାନା ସୌଖିନ ଦ୍ରବ୍ୟରେ ଅଭ୍ୟସ୍ତ। ଆଧୁନିକମାନଙ୍କୁ ପଲ୍ଲୀ ନିରସ ଲାଗିପାରେ, ପଲ୍ଲୀବାସୀଙ୍କୁ ଏହା ନିରସ ଲାଗିବ କାହିଁକି? ମମ୍ମଟ ଲେଖିଛନ୍ତି କାବ୍ୟଂ ଯଶସେ ଅର୍ଥକୃତେ ଇତ୍ୟାଦି। ଗାଉଁଲି ଲୋକ ଯଶ ବା ଧନାର୍ଜନ ଲିପ୍ସାରେ ଗୀତ ଗାଏ ନାହିଁ। ତେଣୁ ନାଗରିକ କବିଙ୍କ ପରି ଗୀତ ଶେଷରେ ସେ ଭଣିତା ଦିଏ ନାହିଁ। ଏହି ଗୀତ ବ୍ୟକ୍ତିର ସୃଷ୍ଟି ହେଲେ ବ୍ୟକ୍ତିର ବ୍ୟକ୍ତିତ୍ୱ ନୁହେଁ, ସମଷ୍ଟିର ବ୍ୟକ୍ତିତ୍ୱ ହିଁ ସେଥିରେ ପ୍ରତିଫଳିତ ହୋଇଥାଏ। ଗୀତ ବୋଲି ଆମର ହେବାର ଆକାଙ୍କ୍ଷା କେବେ ଲୋକକବି ମନରେ ଜାଗ୍ରତ ହୋଇନାହିଁ। ପ୍ରାଣରେ ଆବେଗ ଆସିଲେ ସେ ଗାଏ। ଏହା ପରିସ୍ଥିତିର ପ୍ରେରଣାରେ ପ୍ଲାବିତ ପ୍ରାଣର ଏକ ସ୍ୱାଭାବିକ ନିଃସରଣ। ହିନ୍ଦୀ ଲୋକଗୀତ ସଞ୍ଚୟନ ପୁରୋଧା ଶ୍ରୀ ରାମନରେଶ ତ୍ରିପାଠୀଙ୍କ ଭାଷାରେ ଗ୍ରାମଗୀତ ପ୍ରକୃତିର ଉଦ୍ଗାର।
ଏଥିରେ ଅଳଙ୍କାର ନାହିଁ, କେବଳ ରସ ଅଛି। ଛାନ୍ଦ ନାହିଁ, ଲୟ ଅଛି। ଲାଳିତ୍ୟ ନାହିଁ, ମାଧୁର୍ଯ୍ୟ ଅଛି। ସ୍ତ୍ରୀ ପୁରୁଷଙ୍କ ହୃଦୟ ସିଂହାସନରେ ବସି ପ୍ରକୃତି ଗୀତ ଗାଏ। ଗ୍ରାମ ଗୀତ ପ୍ରକୃତିର ଗୀତ। ଏହା ବିଦଗ୍ଧ କବିଙ୍କର ରଚିତ ଗୀତଠାରୁ ଭିନ୍ନ। ରଚିତ ଗୀତରେ ମସ୍ତିଷ୍କର ବ୍ୟବହାର, ଲୋକଗୀତରେ ହୃଦୟର ସ୍ଫୁରଣ ଅଧିକ। ଗ୍ରାମ ଗୀତରେ ରସର ମାଧୁରୀ, ରଚିତ ଗୀତରେ ଅଳଙ୍କାରର ଚାତୁରୀ ଅଧିକ ଦେଖାଯାଏ। ରସ ସ୍ୱତଃସ୍ଫୂର୍ତ୍ତି, ଅଳଙ୍କାରର କୃତ୍ରିମ। ଅଳଙ୍କାର ଅଳ୍ପ ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ରସ ସମସ୍ତଙ୍କର। ତେଣୁ ରଚିତ ଗୀତ ଅପେକ୍ଷା ମୌଖିକ ଗୀତ ଅଳ୍ପ ମହତ୍ତ୍ୱପୂର୍ଣ୍ଣ ନୁହେଁ। କାଳିଦାସ, ଭବଭୂତି, ଭାରବୀ ପ୍ରଭୃତିଙ୍କ ଅପେକ୍ଷା ଲୋକକବି ଅଳ୍ପ ଗୌରବର ଅଧିକାରୀ ନୁହନ୍ତି। ପଣ୍ଡିତ ଭଗବାନ ଦାସଙ୍କ ଭାଷାରେ ଉନମେ ରସ କି ମାତ୍ରା ବ୍ୟାସ। ବାଲ୍ମୀକି, କାଳିଦାସ ସେ ଭି ସୁରଦାସ, ତୁଳସୀଦାସ ସେ ଭି ଅଧିକ ହୁଏ। ବୈଦିକ କସ୍ମି ଦେବାୟ ବହିଷାଂ ବିଧେମ ପରି ଲୋକମତରେ ବହୁ ପ୍ରଶ୍ନ ଉଦିତ ହୋଇ ଗୀତରେ ପ୍ରକାଶ ପାଇଛି। ପୁନରୁକ୍ତି ଲୋକଗୀତର ଏକ ପ୍ରଧାନ ଗୁଣ। ଏଥିରେ ବ୍ୟବହୃତ ବହୁ ସଂଖ୍ୟକ ନିରର୍ଥକ ଶବ୍ଦ ମନୁଷ୍ୟର ଆଦିମ ଅବସ୍ଥାର ସ୍ମାରକ ହୋଇ ରହିଛି। ହୁଏତ ମନର ଭାବକୁ ଲୋକକବି ସ୍ପଷ୍ଟ କରି ପ୍ରକାଶ ପାରିବ ନାହିଁ, କିମ୍ବା ଅସ୍ପଷ୍ଟ ପ୍ରକାଶ କାଳକ୍ରମେ ଦୁର୍ବୋଧ୍ୟ ହୋଇଛି। ନିରର୍ଥକ ଶବ୍ଦ ପରୋକ୍ଷ ଭାବରେ ନୃତ୍ୟର ସହାୟକ ହୁଏ। ଆଦିବାସୀ ଗୀତରେ ଏହାର ବହୁଳ ପ୍ରଚଳନ ଦେଖାଯାଏ। ଲୋକଗୀତ ଜୀବନର ରସର ପ୍ରାଚୁର୍ଯ୍ୟରେ ଭରପୁର। ଲୋକ ସାଧାରଣ କଳ୍ପନା ବିଳାସୀ ନୁହନ୍ତି, ବାସ୍ତବର ପୂଜାରୀ। ସେମାନେ ଆମରଣ ବାସ୍ତବ ଜୀବନର ସଂଘର୍ଷରେ ଆସନ୍ତି। କଳ୍ପନା ବିଳାସରେ ଜୀବନ ବିତେଇବାକୁ ସେମାନଙ୍କର ବହୁ ଗୀତ ଏହି ସଂଘର୍ଷର ପ୍ରତୀକ ରୂପେ ସୃଷ୍ଟି ହୋଇଛି। ଲୋକଗୀତ ଅଧିକାଂଶ ଲୋକଙ୍କ ବିଶ୍ୱାସ, ଚିନ୍ତନ ଓ ଅନୁଭୂତିର ପ୍ରତିନିଧିତ୍ୱ କରେ। ସାରା ପୃଥିବୀର ଲୋକ ହୃଦୟ ଏକ ଓ ଅଭିନ୍ନ। ତେଣୁ ଏକ ଅଖଣ୍ଡ ମାନବ ସମାଜର ବିଶ୍ୱସ୍ତ ଚିତ୍ର ଆମେ ଏଥିରୁ ପାଉ। ଜାତୀୟ ଆଞ୍ଚଳିକ ବୋଧରେ ଏହି ମହାବିଶ୍ୱଜନିତର କ୍ଷୁଣ୍ଣ ଖଣ୍ଡିତ ହୋଇନାହିଁ। ସ୍ନେହ, ପ୍ରେମାଦି ମୌଳିକ ଭାବ ପ୍ରକାଶରେ ଲୋକକବି ଏଭଳି କୃତିତ୍ୱ ଦେଇଛନ୍ତି ବା ଦେଇଅଛି ଯେ ତାର ଗୀତ ଅନୁବାଦିତ ହେଲେ ପୃଥିବୀର ଯେ କୌଣସି ଦେଶରେ ଆଦୃତ ହୋଇପାରିବ। ଲୋକଗୀତର ଉପାଦେୟତା ଏଟା ତ ଆମର ସିଲାବସରେ ନାହିଁ। ଏବେ ଦେଖିବା ଟିକେ ଆମେ ମୋଟିଭ ଜାଣିବା ଦରକାର। ମୋଟିଭ ତତ୍ତ୍ୱ କଣ? ଲୋକଗଳ୍ପର ସୃଷ୍ଟି ସମ୍ଭବ ନୁହେଁ। ମୋଟିଭ ତତ୍ତ୍ୱ। ମୋଟିଭର ପରିଚୟ। ଲୋକବିଦ୍ୟା ଫୋକଲୋରର ଅନୁଶୀଳନ କ୍ଷେତ୍ରରେ ମୋଟିଭ ବା ଅଭିପ୍ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଲୋକ ସାହିତ୍ୟ, ଲୋକ ସଙ୍ଗୀତ, ଲୋକକଳା, ଲୋକ ସଂସ୍କୃତି ଆଦିର ବିଶ୍ଳେଷଣ ମୋଟିଭ ସାହାଯ୍ୟରେ କରାଯାଏ। ଏହା ବିଶ୍ଳେଷଣର ଏକ ସ୍ୱତନ୍ତ୍ର ଦିଗ। ଲୋକଗଳ୍ପର ଆଲୋଚନାରେ ଏହାର ଅବଦାନ ଅନସ୍ୱୀକାର୍ଯ୍ୟ। ମୋଟିଭ ତତ୍ତ୍ୱକୁ ଲୋକବିଦ୍ୟା ଆଲୋଚନା କ୍ଷେତ୍ରରେ ପ୍ରତିଷ୍ଠିତ। ଲୋକଗଳ୍ପ କ୍ଷେତ୍ରରେ ମୋଟିଭ ତତ୍ତ୍ୱର
ଏକ ପରିଚୟାତ୍ମକ ଉପସ୍ଥାପନା ହିଁ ଏ ପ୍ରବନ୍ଧ। ପ୍ରସଙ୍ଗତଃ ଓଡ଼ିଆ ଲୋକ ଗଳ୍ପର ବିବିଧ ଉଦାହରଣ ମାଧ୍ୟମରେ ମୋଟିଭ ତତ୍ତ୍ୱକୁ ଯଥାସାଧ୍ୟ ସହଜ ଭାବେ ବୁଝାଇବାର ଚେଷ୍ଟା ଏଥିରେ କରାଯାଇଛି। ଲୋକଗଳ୍ପର କ୍ଷୁଦ୍ରତମ ଅଂଶ ହେଉଛି ମୋଟିଭ। ମୋଟିଭ କ'ଣ? ଏଇଟା ମନେ ରଖିବେ, ସବୁ କ୍ୱେଶ୍ଚନ୍ ଆସେ। ଲୋକଗଳ୍ପର କ୍ଷୁଦ୍ରତମ ଅଂଶ ହେଉଛି ମୋଟିଭ, ମାନେ ବହୁତ ଗୁଡ଼ିଏ ମୋଟିଭକୁ ନେଇକି ଗଳ୍ପ ସୃଷ୍ଟି ହୋଇଥାଏ। ଏହାର ମୌଳିକ ବୈଶିଷ୍ଟ୍ୟ ହେଉଛି ଏହା ଅପରିବର୍ତ୍ତନୀୟ। ଲୋକଗଳ୍ପ ଆମର ପରିବର୍ତ୍ତନ ନୁହେଁ। ଲୋକଗଳ୍ପ କଥକର ତ୍ରୁଟି, ଶ୍ରୋତାର ଶ୍ରୁତି ଦୁର୍ବଲ୍ୟ, ସମୟର ଅପ୍ରତିହତ ପ୍ରଭାବ ଫଳରେ ପରିବର୍ତ୍ତିତ ହୋଇଥାଏ। ହେଲା, ଯିଏ କହୁଥାଏ ଲୋକ କଥା ବା ଗଳ୍ପ, ତାର କହିବାର ଭୁଲ ରହିଥାଏ, ବା ଯିଏ ଶୁଣୁଥାଏ ଠିକ୍ ସେ ନ ଶୁଣିଥିଲେ ସିଏ ଭୁଲ କରିଥାଏ। ମାତ୍ର ମୋଟିଭ ଏଭଳି ପ୍ରତିକୂଳତାରେ ମଧ୍ୟ ବଞ୍ଚି ରହେ। ଅର୍ଥାତ୍ ଲୋକଗଳ୍ପର ଯେଉଁ ଅଂଶ ସମସ୍ତ ପ୍ରତିକୂଳତା ସତ୍ତ୍ୱେ ଅନନ୍ତ କାଳରୁ ଅପରିବର୍ତ୍ତିତ ରହେ ତାହା ହିଁ ମୋଟିଭ। ଅନ୍ୟ କଥାରେ ମୋଟିଭ ଲୋକଗଳ୍ପର ମୌଳିକ ଉପାଦାନ। ଗୋଟିଏ ମୋଟିଭ ସ୍ୱୟଂ ମଧ୍ୟ ସରଳ ଓ ସଂକ୍ଷିପ୍ତ ଗଳ୍ପଟିଏ ହୋଇପାରେ। ସମଗ୍ର ପୃଥିବୀର ଲୋକଗଳ୍ପଗୁଡ଼ିକର ମୋଟିଭ ଆଶ୍ଚର୍ଯ୍ୟଜନକ ଭାବେ ସମାନ। କୌଣସି ମୋଟିଭକୁ କୌଣସି ରାଷ୍ଟ୍ର ତା ନିଜର ବୋଲି ଦାବି କରି ନପାରେ। ଏସବୁ ସତ୍ତ୍ୱେ ବେଶୀ ପରସ୍ପର ସଂଯୁକ୍ତ ଯେ ଏମାନଙ୍କର ସୃଷ୍ଟି ଉତ୍ସ ବା ଐତିହାସିକ ବିକାଶକ୍ରମ ଜଣାଇବା କଠିନ। ଷ୍ଟିଟ୍ ଥମ୍ପସନ୍ ମଧ୍ୟ ମୋଟିଭର ଜୀବନୀ ଶକ୍ତି ସମ୍ପର୍କରେ ମତ ଦିଅନ୍ତି। କିଏ? ଷ୍ଟିଟ୍ ଥମ୍ପସନ୍। ମନେ ରଖିବେ, ମୋଟିଭର ଜୀବନୀ ଶକ୍ତି ସମ୍ପର୍କରେ ମତ ଦିଅନ୍ତି। କ'ଣ ନା, ମୋଟିଭ ଗଳ୍ପ ମଧ୍ୟରେ ପାରମ୍ପରିକ ଭାବେ ବଞ୍ଚି ରହିବାର କ୍ଷମତା ଥିବା ଏକ କ୍ଷୁଦ୍ର ଉପାଦାନ। ଏ କ୍ଷମତା ପାଇଁ ତାର ଅସାଧାରଣତା ରହିବା ଆବଶ୍ୟକ। ମୋଟିଭର ପରିଚୟ କୌଣସି ଉଦାହରଣ ମାଧ୍ୟମରେ ବୁଝାଇଲେ ତାହା ଅଧିକ ସ୍ପଷ୍ଟ ହେବ। ଜୀବନ ନାଟୀ ଲୋକଗଳ୍ପର ଏକ ବହୁ ପରିଚିତ ମୋଟିଭ। ଅସୁର ଅସୁରୁଣୀ ଗଳ୍ପରେ ଜୀବନ ନାଟୀର ପ୍ରୟୋଗ ବହୁଳ ଭାବରେ ପରିଲକ୍ଷିତ। ଅସୁରଟିର ଜୀବନ ଥାଏ 7 ତାଳ ପାଣି 14 ତାଳ ପଙ୍କ ଭିତର କେଉଁ ସିନ୍ଧୁକରେ। ସିନ୍ଧୁକ ଭିତର ଫରୁଆଟିଏ, ଫରୁଆ ଭିତରୁ ଭଅଁରଟିଏ। କେହି ଏକାଚଟକେ ଯଦି ଭଅଁରକୁ ମାରିଦେବ ତେବେ ଅସୁର ବା ଅସୁରୁଣୀ ମରିବ। ଏହା ହିଁ ମୋଟିଭ। ଗଳ୍ପ ପରିବର୍ତ୍ତନୀୟ, ମାତ୍ର ଏବେ ବି ସଂଗୃହୀତ ଗଳ୍ପମାନଙ୍କର ପରିବର୍ତ୍ତିତ ରୂପରେ ଏହି ଜୀବନ ନାଟୀର ପ୍ରୟୋଗ ଲକ୍ଷିତ। ଏହି ଜୀବନ ନାଟୀ ମୋଟିଭଟି ମଧ୍ୟ ସ୍ୱତନ୍ତ୍ର ଗଳ୍ପ ହୋଇପାରେ। ଏ ମୋଟିଭ 7 ତାଳ ପାଣି 14 ତାଳ ପଙ୍କକୁ ପଶିବା, ପୁଣି ଏକା ଚୋଟରେ ଭଅଁର ମାରିବା ଏହି ଶ୍ରୋତା ପାଇଁ ଏକ ଚମକୃତି ଓ ଆକର୍ଷଣ ସୃଷ୍ଟି କରିପାରିବ। ମନପବନ କୋଠଉ 12 ହାତ ଲମ୍ବା ଖଣ୍ଡା, ରାକ୍ଷସ, ଡାହାଣୀ, ଭୂତ ପ୍ରେତ, ପକ୍ଷୀରାଜ ଘୋଡ଼ା, କଥା କୁହା ପ୍ରାଣୀ, ପକ୍ଷୀ ଓ ସରୀସୃପ, ବ୍ରତ ପାଳନ, 2 ବା 4 ସଙ୍ଗାତ, ଫୁଲ ବା ପତ୍ରରେ ଗୋପନ ଚିଠି ପ୍ରେରଣ, ବିଭିନ୍ନ ସଂକେତ ପ୍ରକାଶ, ଦୈବୀ ସହାୟତା, କୁହୁକ ଦ୍ରବ୍ୟଲାଭ,
ପଥର ପାଲଟି ଯିବା, ମନ୍ତ୍ର ଶକ୍ତି ଆଦି ଲୋକଗଳ୍ପର କେତେକ ପରିଚିତ ମୋଟିଭର ସ୍ଥିତି। ବର୍ତ୍ତମାନ ପ୍ରଶ୍ନ ଉଠେ, ଗଳ୍ପର ଯଦି ମୋଟିଭ ଏକ ସ୍ୱତନ୍ତ୍ର ଗୁରୁତ୍ୱପୂର୍ଣ୍ଣ କ୍ଷୁଦ୍ର ଅଥଚ ମୌଳିକ ଉପାଦାନ, ତେବେ ଗଳ୍ପ ଭିତରେ ଏହାର ଅବସ୍ଥିତି କେଉଁଠି? ଗଳ୍ପର କେଉଁ ଅଂଶରେ କଥକ ରଖିଦିଏ ମୋଟିଭକୁ? ପୁନଶ୍ଚ କାହା ମାଧ୍ୟମରେ ଏହା ପ୍ରକାଶିତ ହୁଏ? ଚରିତ୍ର ମାଧ୍ୟମରେ ନା ଘଟଣା ମାଧ୍ୟମରେ? ଗୋଟିଏ ଲୋକଗଳ୍ପର ଏକାଧିକ ମୋଟିଭ ରହିଥାଏ। ଗୋଟିଏ ଲୋକଗଳ୍ପରେ ଏକାଧିକ ମୋଟିଭ ରହିଥାଏ। ବହୁ ମୋଟିଭର ସଂଯୋଗରେ ଲୋକଗଳ୍ପ ସୃଜନ। ବହୁତ ଗୁଡ଼ିଏ ମୋଟିଭକୁ ନେଇକି ଲୋକଗଳ୍ପ ସୃଷ୍ଟି। ଗଳ୍ପର ନିର୍ଦ୍ଦିଷ୍ଟ କେଉଁ ଅଂଶରେ ତେଣୁ ଏହା ରହିବ ତାହା କୁହାଯାଇ ନପାରେ। ଏହାର ବ୍ୟାପକତା ଓ ରୂପବୈଚିତ୍ର୍ୟକୁ ଲକ୍ଷ୍ୟ କଲେ ହିଁ ଏକଥା ବୁଝି ହୁଏ। ଲୋକଗଳ୍ପର ସର୍ବାଙ୍ଗରେ ଏହା ବ୍ୟାପ୍ତ। ଏହା ବିନା ଲୋକଗଳ୍ପରେ ସୃଷ୍ଟି ସମ୍ଭବ ନୁହେଁ। ମୋଟିଭ ସବୁ ଗୋଟିଏ ଗୋଟିଏ ଫୁଲ ଭଳି, ଯାହାକୁ କଥକ ଗୁନ୍ଥି ଗଳ୍ପର ମାଳା ତିଆରି କରେ। ଫୁଲକୁ ବାଦ ଦେଲେ ଯେପରି ମାଳାର କଳ୍ପନା ହାସ୍ୟାସ୍ପଦ, ସେହିପରି ଏହାକୁ ବାଦ ଦେଲେ ଲୋକଗଳ୍ପର ସୃଷ୍ଟି ଚିନ୍ତା ଅସମ୍ଭବ। ମୋଟିଭ ଲୋକଗଳ୍ପର ପ୍ରଥମ ଶବ୍ଦରୁ ଆରମ୍ଭ ହୋଇପାରେ ବା ଏଥିରେ ହିଁ ଲୋକଗଳ୍ପ ଶେଷ ହୋଇପାରେ। ଅନେକ ଗଳ୍ପର ଆରମ୍ଭରେ ଥାଏ, ଚାରି ସଙ୍ଗାତ ବିଦେଶ ଯିବାକୁ ମନସ୍ଥ କଲେ, କିମ୍ବା ଗୋଟିଏ ଦେଶରେ ଅସୁରଟିଏ ଉତ୍ପାତ ଆରମ୍ଭ କଲା। ଏଠି ଚାରି ସଙ୍ଗାତ କିମ୍ବା ଅସୁରଟିଏ ମୋଟିଭ, ଯାହାକୁ ଆଧାର କରି ଗଳ୍ପର ପରବର୍ତ୍ତୀ ବିକାଶ ସମ୍ଭବ ହୁଏ। ପକ୍ଷୀରାଜ ଘୋଡ଼ା କିମ୍ବା ମନପବନ କଠଉରେ ଚାରି ସଙ୍ଗାତ ଘରକୁ ଫେରିବା କିମ୍ବା ଅସୁର ଜୀବନ ନାଟୀର କଳା ଭଅଁରକୁ ରାଜା ପୁଅର ଏକାଚୋଟରେ ମାରିଦେବା ଭିତରେ ପକ୍ଷୀରାଜ ଘୋଡ଼ା, ମନପବନ କଠଉ ବା ଜୀବନ ନାଟୀ ଭଳି ମୋଟିଭ ମାଧ୍ୟମରେ ଗଳ୍ପର ପରିସମାପ୍ତି ଘଟେ। ମୋଟିଭର ସ୍ଥିତି ତେଣୁ ବ୍ୟାପକ। ଗଳ୍ପର ସର୍ବତ୍ର ଏହା ଅନୁଭୂତ। ଏହାର ପ୍ରକାଶ ମାଧ୍ୟମ ଆହୁରି ବିଚିତ୍ର। ମୋଟିଭ ଏତେ ଶକ୍ତିଶାଳୀ ଯେ ଅନେକ ସମୟରେ ଏହା ସ୍ୱୟଂ ଲୋକଗଳ୍ପର ଚିତ୍ର ଭାବେ ଛିଡ଼ା ହୁଏ। ଦେବତା, ଅସାଧାରଣ ପ୍ରାଣୀ, ଅସୁର, ଭୂତପ୍ରେତ, ଡାହାଣୀ, ପରୀ, କନିଷ୍ଠ ସନ୍ତାନ, ବିମାତା ଏ ସମସ୍ତ ଗୋଟିଏ ଗୋଟିଏ ମୋଟିଭ ରୂପେ କେବଳ ଲୋକଗଳ୍ପରେ ବ୍ୟବହୃତ ହୁଅନ୍ତି ନାହିଁ, ଏମାନେ ପ୍ରତ୍ୟେକ ଲୋକଗଳ୍ପର ଚରିତ୍ର। ମୋଟିଭ ସ୍ୱୟଂ ମୁଖ୍ୟ ଚରିତ୍ର ରୂପେ କେବଳ ଅବତୀର୍ଣ୍ଣ ହୁଏ ନା, ଅନେକ ସମୟରେ ତାହା ଚରିତ୍ର ଦ୍ୱାରା ମଧ୍ୟ ବ୍ୟବହୃତ ହୋଇଥାଏ। କାକ ଚରିତ୍ର, ଗାରୁଡ଼ୀ ମନ୍ତ୍ର ଓ ଅନ୍ୟାନ୍ୟ ମନ୍ତ୍ର ଶକ୍ତି, କାନ ପାରି ଶୁଣିବା, ସଂକେତ ଆଦି ଏଭଳି କେତେକ ମୋଟିଭ। ଅସୁର ଅସୁରୁଣୀ, ବୁଢ଼ୀ ଘରେ ଥିବା ରାଜକନ୍ୟା, କାକ ଚରିତ୍ର, ଗାରୁଡ଼ୀ ମନ୍ତ୍ର ଆଦି ଜଣାଯାଇଥାଏ।